ମାଳାର ଅଧିପତି ମହାରାଜ ମୋତେ ସ୍ମରଣ କରିଥିଲେ ଜାଣିଥିବ ତ ଉତ୍ତର ପଶ୍ଚିମ ଦକ୍ଷିଣ ଏ ତିନି ଦିଗରୁ ଦୂତମାନେ ଫେରି ଆସିଛନ୍ତି। ଜାଣି ଦୀର୍ଘ 71 ବର୍ଷ କାଳ ସେମାନେ ତିନି ଦିଗ ଖୋଜି ଖୋଜି ଶ୍ରୀ ବିଷ୍ଣୁ ଶ୍ରୀ ଜଗନ୍ନାଥଙ୍କର ଚିହ୍ନବର୍ଣ୍ଣ ସୃଷ୍ଟି ପାଇଥିଲେ। ଏବେ ଶୂନ୍ୟସ୍ତରେ ସେମାନେ ଫେରି ଆସିଛନ୍ତି। ମହାରାଣୀଙ୍କର ସେଇ ଗୋଟିଏ କଥା, ଶ୍ରୀ ବିଷ୍ଣୁଙ୍କ ବ୍ୟତୀତ ଅନ୍ୟ ଦେବ ପୂଜା ସେ କହିଲେ। ବେଳକୁ ବେଳ ମୁଁ ବୁଦ୍ଧି ଶୁଣିଲି। ଯଦି ଅନୁମତି ଦେବେ ତେବେ ଜଗନ୍ନାଥ ପ୍ରଭୁ ଜଗନ୍ନାଥଙ୍କ ସନ୍ଧାନରେ ମୁଁ ପୂର୍ବ ଦିଗକୁ ଯାତ୍ରା କରିବି। ତୁମେ ବ୍ରାହ୍ମଣ ଶ୍ରେଷ୍ଠ ବିଦ୍ୟାପତି, ତୁମେ ପୂର୍ବ ଦିଗକୁ ଯିବ। ପୂର୍ବ ପାରବାର ଉପକୂଳ ପବିତ୍ର ଉତ୍କଳ ଖଣ୍ଡରେ ମୋର ଆରାଧ୍ୟ ଦେବତା ପ୍ରଭୁ ବାସୁଦେବ କେଉଁଠି ନା କେଉଁଠି ବିରାଜମାନ କରିଛନ୍ତି। ଆସ ତୁମ ମସ୍ତକରେ ମୁଁ ଏ ସୁବର୍ଣ୍ଣ ଶିରିପା ପିନ୍ଧେଇ ଦେଉଛି। ଆଜି ଏ ରାତ୍ରି ପ୍ରଭାତ ହେବା ପୂର୍ବରୁ ପ୍ରାଚୀ କୁଆଁ ଦ୍ୱାରା ଉଦୟ ହେବା ସଙ୍ଗେ ସଙ୍ଗେ ତୁମେ ପୂର୍ବ ଦିଗକୁ ଯାତ୍ରା କର। ମହାରାଜାଙ୍କର ଜୟ ହେଉ। ମଥାରେ ସୁନା ଶିରିପା, କାନ୍ଧରେ ଶୁକ୍ଳ ପଇତା, ଗୋରା ଦେହ, ବଳିଷ୍ଠ ବାହୁ। କିଏ ତୁମେ ବ୍ରାହ୍ମଣ? ବିଦ୍ୟାପତି। ଏଇଟା କି ଶବର ପଣ୍ଡିତ? ହୁଏତ ମୁଁ ବାଟ ଭୁଲିଛି। ଖାଲି ବାଟ ଭୁଲିନ, ତୁମେ ଥକି ପଡ଼ିଛ। ଏଇ ମୃଗଛାଲ ଦଉଛି, ବସ। ଘରେ ତମର ଆଉ କିଏ ଅଛନ୍ତି? ମା ତ ନାହିଁ, ବାପା ତାଙ୍କ କାମରେ ଯାଇଛନ୍ତି, ଟିକିଏ ପରେ ଆସିବେ। ତାହେଲେ ଶବର ଅପରିଚିତ ତମେ କାହିଁକି? ମୋର ଦୋଷ କଣ? ଆମ ଘରକୁ ତମେ ଆସିଛ। ଏ ନିବିଡ଼ ଅରଣ୍ୟରେ କିଏ ବା ବାଟ ନବୁଝୁ, କିନ୍ତୁ କାହାର ମନ୍ତ୍ର ଶକ୍ତି କାହାର ମାୟା ଯେମିତି ମୋତେ ଏଠିକି ବାଟ ଦେଖି ଜାଣି ମୁଁ ଫେରି ଯାଉଛି। ବାପା ଆସି ଶୁଣିଲେ ମତେ ଗାଳି ଦେବେ। ରଖିବ ନାହିଁ ମୋ କଥା? ମୋ କଥା ବାପା କଥା କହିବ ସବୁ ଦେଖିବ ତମ ବାପାଙ୍କୁ ମୋ କଥା କହିଲେ ସେ ସବୁ କଥା ବୁଝିଯିବେ। ମୋ ନା ତୁମେ ଜାଣିଲ କେମିତି? ତମ ନା? ହଁ, ମୁଁ ତ କହିଲେ। କିଛି ବୁଝିପାରୁନି ଏ ରହସ୍ୟ। ବଣ ଭିତରେ ଗୋଟିଏ ଅଦୃଶ୍ୟ ଶକ୍ତି ମୋତେ ଏଠିକି ଟାଣି ଆଣିଲା। ଏଠି ମୋ କଥା ଶୁଣି ଏ ସବରୀ କନ୍ୟା ମନରେ ଭ୍ରମଜାତ ହେଉଛି। କାହିଁକି? ହେ ପ୍ରଭୁ ଜଗନ୍ନାଥ, ତମରି ଅନୁସରଣରେ ଆସିଛି। କଣ ଭାବୁଛ ଏବେ? ନା, ମୁଁ ଯାଉଛି। ଏଇ ବାପା ଆସିଲେ। ମା ଲଳିତା, ଲଳିତା, ଅଚିହ୍ନା ଅତିଥି ଅଣ୍ଡା ପୁଅ। ହଁ ତ ପଇତା ପଡ଼ିଛି। କହୁଛନ୍ତି ବଣରେ ବାଟବଣା ହୋଇ ଏଠି ଆସି ପହଞ୍ଚନ୍ତି। ବାଟବଣା? ବଡ଼ରେ ବାଟବଣା ହେଇଥିଲେ ତ ବାଘ କି ସିଂହ ମୁହଁରେ ପଡ଼ିଥାନ୍ତେ। ଏଠି ଆସି ଆମ ଘରେ ପହଞ୍ଚିଛନ୍ତି ଯେତେବେଳେ ବାଟବଣା ହେଲେ କେମିତି? ଆଲୋ, ତାକୁ ଠିଆ କରି ରଖିଛୁ କାହିଁକି? ଆସନ ତ ଦେଇଛି, ବସୁନାହାନ୍ତି। ଯିବାକୁ ବାହାରିଥିଲେ। କାହିଁକି? ତମେ ଘରେ ନଥିଲ ବୋଲି। ଆଲୋ, ମୁଁ ନଥିଲି ତ ତୁ ଥିଲୁ। ତାଙ୍କୁ ଡର ଲାଗିଲା କାହିଁକି? ତମେ ଜାଣିନ ପଣ୍ଡା ପୁଅ, ଲଳିତା ହାତରେ ଧନୁଶର ଥିଲେ କୋଉ ବାଘ ନା ସିଂହ। ମୁଁ ସେ କଥା କହୁନି। ସେ କଥା କହୁନ ତ ତମର ଆଉ କିଛି କହିବାର ନାହିଁ। ଡରିଲେ ମଣିଷ ଜୀବଜନ୍ତୁକୁ ଡରିବ। ତମେ ତ ମଣିଷ, ଲଳିତା ତ ମଣିଷ। ଗୋଟେ ମଣିଷ ଆଉ ଗୋଟେ ମଣିଷକୁ ଡରିବ କାହିଁକି? ତମେ ବସ ପଣ୍ଡା, ବସ। ତାଙ୍କ ନାଁ ବିଦ୍ୟାପତି। ହଉ ହେଲା ହେଲା ହେଲା। ତୁନେ ମା କି କନ୍ଦମୂଳ ସିଝେଇ ଆଉ ଭାତ ଆଣ। ସେ ଖାଇକି ଟିକେ ସୁସ୍ଥ ହୁଅନ୍ତୁ। ବୁଝ
ବୁଝିଲ ବିଦ୍ୟାପତି, ଏ ବିଶ୍ୱାବସୁ ଶବର ଘରେ ଅତିଥି ହେଲେ ତମର ଆଉ କିଛି ଚିନ୍ତା ନାହିଁ। ତମେ ଆଗ ଖାଇ ପିଇ ସୁସ୍ଥ ହୁଅ, ପରେ କଥାବାର୍ତ୍ତା। କଣ ଭାବୁଛ? ତମେ ପଚାରୁଛୁ ପରା କଣ ଭାବୁଛ? ଯାହା ତୁଣ୍ଡରେ ଖୋଲି କହି ହୁଏନି। ଭଲ କଥା ତ, ତୁଣ୍ଡ ଖୋଲିବାକୁ ଏଠି ତୁମକୁ କିଏ ମନା କରିଛି? ସବୁଦିନ ବଣ ଜଙ୍ଗଲରେ ମନ ଇଚ୍ଛା ଯାଇ ବୁଲୁଛ, ବଣରୁ ଫେରି ଏଇ ଅଶୋକ ଗଛ ମୂଳରେ ବସି ବସି ଭାବୁଛ। ତମ ବାପା କେମିତି ଦିନ ରାତି ଯାଇ ବଣ ଜଙ୍ଗଲରେ ବୁଲୁଛନ୍ତି? ସିଏ ତ ଶବର ଜାତିର, ବଣରେ ବୁଲିବା ତାଙ୍କ ଧର୍ମ। ମୁଁ ଏଠି ଶବର ଘରେ 3 ମାସ ହେଲା ରହି ରହି ମୋର ଶବର ଧର୍ମ ହେଇଗଲାଣି। ସତେ? ଲଳିତା, ଲଳିତା। ଏଇ ବାପା ଆସିଲେଣି। ବିଦ୍ୟାପତି, ଏଠି କଣ କରୁଛୁ? ଇଏ କେମିତିକା ଅତିଥି କେଜାଣି, ସବୁଦିନ କୁଆଡେ କୁଆଡେ ଯାଇ ବୁଲିବେ, ଫେରି ଆସି ସେଇ ଅଶୋକ ମୂଳରେ ବସି ଭାବିବେ। ବିଦ୍ୟାପତି, ବସ ବସ ବସ। ମୁଁ ଏଇ ପଥର ଉପରେ ବସୁଛି। ତମେ କିଏ, କୋଉଠି ତୁମ ଦେଶ, କାହିଁକି ତମେ ଆସିଛ, ଏ କଥା ତମେ ମତେ କେବେ କହିନ କି ମୁଁ ଜାଣିବାକୁ ବି ଚାହେଁ। ହେଲେ 3 ମାସ ତମକୁ ନୀତି ପ୍ରତି ଦେଖି ଦେଖି ତମ ପାଖରେ ଏ ମନ ଏମିତି ବାନ୍ଧି ହେଇଗଲାଣି ଯେ ମୁଁ ଠିକ ବୁଝିପାରୁନି। ଶୁଣ ବାପ, ତତେ ମୁଁ ପୁଅଠୁ ପଡ଼ି ସ୍ନେହ କରିଛି। ତୋ ହାତରେ ମୁଁ ଲଳିତାକୁ ଦେବି। ଲଳିତା ସାଙ୍ଗରେ ତୋର ବାହାଘର ହବ। ବାହାଘର? କାହିଁକି? ବାହାଘରଠୁ ବଳି ଆଉ ପୁଣ୍ୟ କାମ କଣ ଅଛି ଯେ ତୋ ଆଖି ଖୁସି ହେଇଯାଉଛି? ମୋ ଝିଅ କଣ ତୋ ମନକୁ ପାଉନି? ଝିଅ ତମର ଯେମିତି ରୂପବତୀ ସେମିତି ଗୁଣବତୀ, କିନ୍ତୁ ତମେ ଶବର, ମୁଁ ବ୍ରାହ୍ମଣ। କଣ କହିଲୁ? ମୁଁ ଶବର ବୋଲି ଛୋଟ ଜାତି, ଆଉ ତୁ ବଡ ଜାତି। ତୁ ଜାଣୁ ମୁଁ କାହା ପୁଅ? ସିଧୁ, ଦାରୁ ବ୍ରହ୍ମ ହୋଇ ପୂଜା ପାଇବାକୁ ମତେ କରିଛୁ ଗଲେ। ମୋର ଶୁଣିଥା କଥା, ମୋ ଝିଅର ହାତ ନ ଧରିବୁ ଯେବେ, ଉଡ଼େଇ ଦେବି ତୋ ମାଥା, ଉଡ଼େଇ ଦେବି ତୋ ମାଥା, ଉଡ଼େଇ ଦେବି ତୋ ମାଥା। ଜାଣିଲୁ ତ ମୁଁ କିଏ? ଲଳିତା, ତୁ ହସୁଛୁ? ତମ କଥାରେ ହସୁନି। ଯେଉଁ ଅଦୃଶ୍ୟ ଶକ୍ତି ମତେ ଏଠିକି ଟାଣି ଆଣିଥିଲା ସେଇ କଥା ଭାବି ମୁଁ ହସୁଛି। ମୁଁ ରାଜି, ଲଳିତାକୁ ମୁଁ ବିବାହ କରିବି। ମୁଁ ଜାଣେ ତୁ ରାଜି ହବୁ। ରାଜି ନ କରି ତୁ ଯିବୁ କୁଆଡେ? ଆଲୋ ଆଲୋ ଲଳିତା, ତୁ କଣ କବାଟ କୋଣରେ ଯାଇ ଲୁଚିଲୁଣି? ମୁଁ ଯାଏ ଜାତି ଭାଇକୁ ଜଣେଇ ଦିଏ। ଏମିତି ଧୁମଧାମରେ ବାହାଘର ହବ ଯେ ନାଇଁ, ଏ କଥା ଆଉ ହେଇପାରିବ ନାହିଁ। ବାହାଘର ଆଗରୁ ତୁମେ ଏକା ଏକା ବସି ଭାବୁଥିଲ, ମୋର କିଛି ଚାଳ ନଥିଲା। ବାହାଘର ପରେ ତମ ଭାବନାରୁ ଅଧେ ଭାଗ ମୋର। ଏଣିକି ତୁମକୁ ତୁଣ୍ଡ ଖୋଲିବାକୁ ପଡିବ। ଲଳିତା, କଣ? ଜୀବନରେ ମୁଁ ମୃଗ ଦେଖିଛି, କିନ୍ତୁ ମୃଗ ନୟନ କେବେ ଦେଖିନଥିଲି। ଏ ଆଖି, ଏ ମୁହଁ ଦେଖୁ ଦେଖୁ ତ ମୋର ବେଳ ଯାଉଛି। ତୁଣ୍ଡ ଖୋଲିବି କେତେବେଳେ? ନାଇଁ ନାଇଁ, ଏମିତି ବୁଲାଇ ଦେଲେ ଚଳିବ ନାହିଁ। ଦେଖିଲ, ଏମିତି ଏଣୁ ତେଣୁ ବସି ଭାବି ତୁମ ଦେହ ମୁଣ୍ଡ କଣ ହେଇଗଲାଣି? ଶୁଣ ଲଳିତା, ମୁଁ ସ୍ୱାମୀ, ତମେ ମୋର ସ୍ତ୍ରୀ। ମୁଁ ତ ସେଇ କଥା କହୁଛି। पत्नी मुहि तुम्हें पति देवता जड़े तरो रे नाता
रोग सबु विसाई सब दिगरे मो जीवन को तुम पूर्ण कर रखिछ ललिता। तुमठू मोर अधिका पाइबार किछि नहीं, केवल गोटे कथा तुमठू जानिबा चाहिए। कौन कि कथा? चंचल कुह, चंचल काहेकि कौन जानिबा तुम देह को तुम एमिति खेल करूछ? प्रतिदिन राति पहर को तुम बापा घर कुआड़े जाई ता परदिन ऊपर बेला तो फेरिला बेले को ताको देहरु कर्पूर कस्तूरी बास बाहर कुआड़े जाते से এই কথা पे तुम्हारा एते चिंता एते भावना पारी हेबो नहीं तुमको। धन्य एका तुमे पुरुष जाति जनाडु हरि पारु जताति दियो पुजिबा गुणीर कतार नीति प्रति पिता जाति मोर गरिछति तहि खाबो जगतर नाथ श्री सीत नीर माधव। जगन्नाथ नीलमाधव कौन है नीलमाधव का नाम सुनी तुम्हें एमिति चमक उठछ काहेकि ताको देखिबो तुमे? ये भाग्य मोर पर हबो ललिता। तुमे रुह बापा को मु पचारि आसुची। कौन करिबी एक घटड़े मो देहरे कंपन जात होछि ना मो किछि भाबी पारुनी प्रभु, केवल तमरी पाद तळे निजको अर्पण करि दउछि। कंदर आसी आमे पहुंचले एठी अछन्ति प्रभु नीलमाधव। मु तो अंधपटुड़ीटा पीती हाँ अपूर्व मूर्ति मु देखुची मु निस्तरी गली कोटि कोटि जन्म पाई मु निस्तरी गली। हे घोर अरण्य घन अंधकार राति हरित जागई नाही धीरे मात्र भीति सबु अंधार कुफे तिरंगे आसुची भयना मीरा मनिर भारतर भाती। सबु तरीय सुंदर हाथ तले भारीर माधव आकाशे चंद्र नाही नील बंदरे विश्वास संख्या दीप जाली जाती तमरी श्री अंगर प्रभु नील आलोकर घिउ खेली उठुछि। बाहु उपरे बथा मुद्रित नयन पाद पद्म प्रसारित ए बट वृक्ष तले केते निश्चिंतरे शोइछ प्रभु। देखुछ प्रभु तम दर्शन मो जोई विद्यापतिर आखिर केमिति धार धार लुह बड़ी आसुछि। तू टिके कंदर बाहर को जा मु प्रभु सेवा मने पढ़े। निये प्रभु आज तुम मणई पाई जो पोड़ा कंदमूल आनी ये सब कंदमूल सार खाइले जाने निये महाप्रभु तुम हाथ गोड़ धरी निद्रा होची तुम मो सागर हट लगाना तुमको भोक हबनी नबटी नियो नाही आउ कंदमूल भोजन चली जाऊ। शून्य तम शून्य था ये कथा कौच प्रभु
ମୋର କି ଦୋଷ ହେଲା ଯେ ତମେ ମୋ ହାତରୁ କନ୍ଦମୂଳ ଖାଇବନି? ନା ନା, ଏଥିରେ ତୋର କିଛି ଦୋଷ ନାହିଁ। ଶୁଣ ମୋ ପ୍ରିୟ ସମର, ଏ ମୋର ବଚନରେ କନ୍ଦମୂଳ ଖାଇବାକୁ ନାହିଁ ଆଉ ମନରେ। ତୁମର ଆଦ୍ୟ ସେବକ, ତୁମର ପ୍ରିୟ ପୂଜକ, ଅମୃତ ମନ ଧିପାଏ ଭଳିଲାଣି ମନରେ। हे ବିରାଟ ବ୍ରହ୍ମରୂପ, ଲାଗିବ କି ସନ୍ଧ୍ୟା ଧୂପ, ଲୋଡ଼ିଲାଣି ଆମ୍ଭକୂଟ ରାଜା ଇନ୍ଦ୍ରଦ୍ୟୁମ୍ନରେ। ଏକଥା ତୁମେ କହୁଛ ପ୍ରଭୁ? ତୁମେ ମୋ କଥା ଉତ୍ତର ଦଉଛ? ମୋ କଥା ସମ୍ବାଦଦୂତ କିଏ ଆସିଛି? ବିଦ୍ୟାପତି ଫେରି ଆସିଛନ୍ତି ଛାମୁ। ବିଦ୍ୟାପତି ଫେରି ଆସିଛି? କାହିଁକି? କେଉଁଠି? ନା, ମୁଁ ନିଜେ ଯାଇ ତାକୁ ପାଛୋଟି ଆଣିବି। ଏଇ ତ ବିଦ୍ୟାପତି। ହଁ ମହାରାଜ, ମୁଁ ଫେରି ଆସିଛି। ମହାରାଜ, ମୁଁ ଫେରି ଆସିଛି। ତମର ଆଖି ଦେଖି, ତମର ମୁହ ଦେଖି ମୁଁ ବୁଝିପାରୁଛି ବିଦ୍ୟାପତି, ତୁମେ ଖାଲି କରିବ। ତୁମେ ମୋର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ବିଷ୍ଣୁକୁ ଇଏ କର। ବିଦ୍ୟାପତି, ତମ ଓଠରେ ହସ ଆଉ ଦୁଇ ଆଖି ମୁହଁରେ ଢଳ ଢଳ। ମୋର ଯେଉଁ ଆଖିକୁ ଲୁହ ଢଳ ଢଳ ଦେଖୁଛନ୍ତି, ସେଇ ଆଖିରେ ମୁଁ ଦେଖି ଆସିଛି ନୀଳମାଧବ ରୂପରେ ପ୍ରଭୁ ଜଗନ୍ନାଥଙ୍କୁ। କୁହ ବିଦ୍ୟାପତି, ଅଟକି ଗଲ କାହିଁକି? ମହାରାଜାଙ୍କୁ ଏ ଶୁଭ ସମ୍ବାଦ ଆଣି ମୁଁ ଦେଇପାରିଛି, ସେଇ ଆନନ୍ଦରେ ମୋ କଣ୍ଠ ରୁଦ୍ଧ ହୋଇଯାଇଛି। ତୁମେ ସୁରତି ବ୍ରାହ୍ମଣ ବିଦ୍ୟାପତି, ନୀଳମାଧବଙ୍କୁ ଦେଖି ତୁମେ ଧନ୍ୟ ହୋଇଛ। ଏ ମାଳବ ରାଜ୍ୟକୁ ଧନ୍ୟ କରିଛ। କୁହ ବିଦ୍ୟାପତି, ସେ କେଉଁ ଦେଶ, କେଉଁ ଭୂମି, କେବେ କେମିତି କେଉଁଠି ତୁମେ ଦେଖିଲ ମୋର ପ୍ରାଣ ଦେବତାଙ୍କୁ? ପୂର୍ବ ସାଗର ତଟଭୂମି ଉତ୍କଳଖଣ୍ଡ, ସେଇଠି ନୀଳ ବନ୍ଦରରେ ବଟ ବୃକ୍ଷ ତଳେ ବିଜେ କରିଛନ୍ତି ପ୍ରଭୁ ନୀଳମାଧବ। ସେ ସିଂହର ତୁଳନା ନାହିଁ, ସେ ପାଦ ପଦ୍ମର ପଟାନ୍ତର ନାହିଁ, ସେ କମଳ ନୟନର। ଥାଉ ବିଦ୍ୟାପତି, ଏତିକି ମାତ୍ର କହି ତମେ ମୋତେ ଅମୃତ ସାଗରରେ ଭସାଇ ଦେଲ। ପ୍ରଭୁଙ୍କର ଏତିକି ଗୁଣ କୀର୍ତ୍ତନ ଶୁଣି ମୋ ନିଜକୁ ମୁଁ ଆଉ ଆୟତ୍ତରେ ରଖିପାରୁନାହିଁ। ଏଇ ଦେଖ, ମୋର ସମସ୍ତ ଦେହରେ ପୁଲକଜାତ ହେଲାଣି। ଶୁଣି ପ୍ରଭୁ ରାମ ନାମ ସଙ୍ଗେ ଧାମ, ପୁଲକଜାତ ଦେହେ ଅନ୍ତରେ ମାଥାରେ ମାନସ ପଟରେ ବିଷ୍ଣୁ ଖେଳି ଯାଏ, ଦେଖେ ସବୁଠି ବିଷ୍ଣୁ ଗଗନରେ ବିଷ୍ଣୁ, ପବନରେ ବିଷ୍ଣୁ, ଶୂନ୍ୟ ମଣ୍ଡଳରେ ବିଷ୍ଣୁ ଯେ। ଦେବର ଆଦେଶ ଅଦ୍ୟ ଋଷି ଶେଷ, ମଙ୍ଗଳ ଆରତି ବେଳେ ଘେରି ଥାକ ବାଟ ଶିବା ପଟ, ଶିବା ପୁଣ୍ୟ ଲୀଳା ଚଳେ ଆଉ ରସ ଭିତର। ଲାଗି ନୀଳ ମାଧବଙ୍କର ତାକେ ନୀଳ କନ୍ଦର। ଦେଖୁଛ ତ ରାଣୀ, ଶ୍ରୀ ଜଗନ୍ନାଥ ପଦେ ପଦେ ଆମକୁ ପରୀକ୍ଷା କରି ଚାଲିଛନ୍ତି। 2 ଲକ୍ଷ ବଢ଼େଇ ଆସିଲେ, ସେମାନଙ୍କର ନିହାଣ ମୁଗୁର ଭାଙ୍ଗିଲା। ମୂର୍ତ୍ତି ଗଢ଼ିବା ତ ଦୂରର କଥା, ଦାରୁରେ ଗାରଟିଏ ସୁଦ୍ଧା ଟାଣି ପାରିଲେ ନା। ମାତ୍ର ମୋ ମନ କହୁଛି ମୂର୍ତ୍ତି ନିର୍ମାଣ ବେଳେ ନିକଟ ହୋଇ ଆସିଲାଣି। ଛାମୁ ଶୁଣିବା କୁହନ୍ତୁ, ଆଉ ଜଣେ ବଢ଼େଇ ଆସିଛି। କିଏ ଆସିଛି? ମୁଁ ଆସିଛି। ଏ ବଢ଼େଇ ଗୁଡ଼ାଙ୍କୁ କାହିଁକି ଘରେ ରଖିଛ ରାଜା? ଜାତିରେ ବଢ଼େଇ, ମାତ୍ର ସେମାନେ କୁଳଧର୍ମ ରକ୍ଷା କରିପାରିଲେ ନାହିଁ।
ଯିଏ ନିହାଣ ଧରିଲା ସେ ଯଦି ମୂର୍ତ୍ତି ଗଢ଼ି ଦଉଥାନ୍ତା ତେବେ ଇଏ କ୍ଷେତ୍ର ଗୋଟାକ ମୂର୍ତ୍ତିମୟ ହେଇଯାଆନ୍ତା। ମୂର୍ତ୍ତି ତେବେ ଗଢ଼ିବ କି? ମୁଁ ଗଢ଼ିବି। ତୁମର ଏ ବୟସ, ହାତ ଗୋଡ଼ ଥରୁଛି। ହେଲେ ମନଟା ମୋର ଯାଇ ଲାଖି ରହିଲାଣି ଦାରୁ ବ୍ରହ୍ମରେ। ଶୁଣ ରାଜା, ମୁଁ ଏଇ ଦେଉଳ ଗମ୍ଭୀରା ଭିତରେ ରହିବି। ଏଇଠି ରହି 21 ଦିନରେ ମୂର୍ତ୍ତି ଗଢ଼ିବି। ତମେ କବାଟ ବନ୍ଦ କରି ବାହାର କିଳିନି ଦେଇ ମୁଦ ବସାଅ। ତମର ଭୋଜନ? ମୋ ଭଜନ କଥା ଥାଉ ରେ ରାଜା। ଯେଉଁ ମୂର୍ତ୍ତି ଏଠି ଗଢ଼ିବି ଏଣିକି ତାଙ୍କ ଭଜନ ଚିନ୍ତା ତମକୁ ଦିନ ରାତି ଲାଗି ରହିଥିବ। ହଁ, ଏ 21 ଦିନ ମତେ ଡାକିବ ନାହିଁ କି କବାଟ ଫିଟେଇବ ନାହିଁ। କବାଟରେ ମୁଦ ଦେଇଯାଅ, ମୁଁ କାମ ଆରମ୍ଭ କରେ। ଏ କି ଅପରୂପ ଦୃଶ୍ୟ! କେଉଁଠି ଆଲୋକ ନାହିଁ କିନ୍ତୁ ମନ୍ଦିର ଆଲୋକମୟ। ଜଗନ୍ନାଥ ଚତୁର୍ଥା ମୂରତି। ଊର୍ଦ୍ଧ୍ୱ ବାହୁ, ଚକା ନୟନ। ଏ ଦେଖୁଛ ସ୍ୱାମୀ, ପ୍ରଭୁଙ୍କ ହସ୍ତପାଦ ଅସମ୍ପୂର୍ଣ୍ଣ। ମନ୍ଦିର ଭିତରେ ବଢ଼େଇର ଚିହ୍ନ ବର୍ଣ୍ଣ ନାହିଁ। ଏ କଣ ପ୍ରଭୁ ତୁମରି ମାୟା, ତୁମରି ଛଳନା? 14 ଦିନରେ ଦ୍ୱାର ଖୋଲି ଆମେ କଣ ତୁମ ନିକଟରେ ଦ୍ରୋହୀ ହୋଇଛୁ? କୁହ ପ୍ରଭୁ, କୁହ। ତା ନହେଲେ ଆମ ପ୍ରାଣ ବଳି ଦେଇ ଆମେ ଏ ଅପରାଧର ପ୍ରାୟଶ୍ଚିତ କରିବୁ। କୁହ ଜଗନ୍ନାଥ, ତୁମର ଏହି ମୂର୍ତ୍ତି ଏ ମନ୍ଦିରରେ ପୂଜା ପାଇବ ତ? ଏଥିରେ ତୁମେ କଣ ସନ୍ତୁଷ୍ଟ? কোটি প্রণিপাত আম ঘের ଶୁଣ ରାଜା, ମୋର ଅସମ୍ପୂର୍ଣ୍ଣ ହସ୍ତପାଦ ଦୟନାରୀ ପୁରାଣ ହବ। ସେ ବଢ଼େଇମାନଙ୍କ ବଂଶଧରମାନେ ମୋର ରଥ ତିଆରି କରିବେ। ସବର ବିଶ୍ୱାବସୁର ବଂଶଧର ଏବେ ଦଇତାସିଂହ, ବ୍ରାହ୍ମଣ ବିଦ୍ୟାପତି ବଂଶର ଲୋକେ ଏବେ ଶୁଦ୍ଧ ସୁଆର। ଏବେ ତୁ ନିଜେ କଣ ଚାହ ବର ମାଲ। ଏ ମନ୍ଦିରରେ ଆପଣଙ୍କର ସେବା ପୂଜା, ଶୟନ ଭୋଜନ ଆଦି ଅଷ୍ଟପ୍ରହର ନୀତି ଯେମିତି ଅନନ୍ତ କାଳ ଯାଏ ଲାଗି ରହିଥିବ, ମତେ ଏଇ ବର ଦିଅ ପ୍ରଭୁ। ଏସବୁ ତ ମୋ ହିତ, ଏବେ ତୋର ହିତ ପାଇଁ ବର ମାଲ। ମୋର ହିତ ଚିନ୍ତା ତୁମକୁ ଲାଗିଲାଣି ପ୍ରଭୁ? ମତେ ବର ପ୍ରଦାନ କରିବ? ମତେ ଏଇ ବର ଦିଅ। ଏ ବଡ଼ ଦେଉଳକୁ ନିଜର ବୋଲି କହି ଗର୍ବ କରିବାକୁ ମୋ ବଂଶରେ କେହି ନାହିଁ। ଏଇଠି ତୋର ସବୁ ପରୀକ୍ଷା ଶେଷ ହୋଇଯାଏ। ତୋର ଏହି ବିଶ୍ୱାସର ଗୁଣ ଅନନ୍ତ କାଳ ପାଇଁ ଜଗତବାସୀଙ୍କ ଆଦର୍ଶ ଯୋଗୁଁ। ଏଇଥିପାଇଁ ଏ ବର ଆମ ସମ୍ମୁଖରେ ତୁମର ଏ ଅପରୂପ ମୂର୍ତ୍ତି, ଆମେ ତୃପ୍ତ ହେଲୁ ପ୍ରଭୁ, ଆମେ ତୃପ୍ତ ହେଲୁ। जगन्नाथ स्वामी